ନମସ୍କାର ପିଲାମାନେ, ଆମ ୟୁଟ୍ୟୁବ୍ କ୍ଲାସ୍କୁ ସ୍ୱାଗତ। ଏହି କ୍ଲାସ୍ରେ ପିଲାମାନେ ଶିଖିବା ଭଗ୍ନାଂଶର ଯୋଗ ବିୟୋଗ ଶିଖିବା। ସମସ୍ତେ ପିଲାମାନେ ଖାତା ପେନ୍ ବାହାର କର ଆଉ ଲେଖ ଭଗ୍ନାଂଶର ଯୋଗ ବିୟୋଗ। ଭଗ୍ନାଂଶର ଯୋଗ ଓ ବିୟୋଗ ହେଲା କ'ଣ ନା ଭଗ୍ନାଂଶର ଯୋଗ ଓ ବିୟୋଗ ଏହି କ୍ଲାସ୍ରେ ପିଲାମାନେ ଶିଖିବା। ଦେଖ ପିଲାମାନେ, ପଏଣ୍ଟଟିକୁ ଲକ୍ଷ୍ୟ କର। କ'ଣ କୁହାଯାଉଛି ପଏଣ୍ଟରେ? କ'ଣ ନା ସମହର ବିଶିଷ୍ଟ ଭଗ୍ନାଂଶର ଯୋଗ। କ'ଣ ନା ସମହର ବିଶିଷ୍ଟ ଭଗ୍ନାଂଶର ଯୋଗ। ସମହର ସମସ୍ତେ ଜାଣିଛ ପିଲାମାନେ, ତାର ହର କ'ଣ ଥିବ ନା ସମାନ ଥିବ। ସବୁ ଭଗ୍ନାଂଶର ହର କ'ଣ ଥିବ? ସମାନ ଥିବ। ତାହାକୁ କ'ଣ କୁହାଯାଏ? ସମହର ବିଶିଷ୍ଟ ଭଗ୍ନାଂଶ କୁହାଯାଏ। ହେଲା, ଦେଖ ସମହର ବିଶିଷ୍ଟ ଭଗ୍ନାଂଶ ଯୋଗ କ୍ରିୟାରେ ଲବମାନଙ୍କ ଯୋଗ କରାଯାଏ। ଲବମାନଙ୍କୁ କ'ଣ କରାଯାଏ? ଯୋଗ କରାଯାଏ। ଲବମାନଙ୍କୁ ଯୋଗ କରାଯାଏ ଓ ହର ପରିବର୍ତ୍ତନ ହୋଇନଥାଏ। ତାର ହର କୌଣସି ପରିବର୍ତ୍ତନ ହୋଇନଥାଏ। ହେଲା, ଗୋଟେ ଛୋଟ ଏକ୍ଜାମ୍ପଲ୍ ନେବା ପିଲାମାନେ। ଦେଖ 1/3 ଯୁକ୍ତ 1/3। ଦେଖ ପିଲାମାନେ, ଏଠାରେ କ'ଣ କହୁଛି ନା ହର ସମାନ ଥିଲେ। କ'ଣ ନା ହର ସମାନ ଥିଲେ। ଦେଖ ଏଠି ପିଲାମାନେ ହର ସମାନ ଅଛି। କ'ଣ ନା ହର ସମାନ ଅଛି। ତାର ହର ସମାନ ଥିଲେ କ'ଣ କରାଯାଏ ନା ତଳେ କ'ଣ ସାଧାରଣ ହର। ହର ସମାନ ଅଛି, ତାହେଲେ ଆମେ କ'ଣ କରିବା? ସାଧାରଣ ହର କେତେ? 3। ତାର ସାଧାରଣ ହର ସମାନ ଥିଲେ ଲବମାନଙ୍କୁ କ'ଣ କରାଯାଏ? ଯୋଗ କରାଯାଏ। ଲବମାନଙ୍କୁ ଯୋଗ କରାଯାଏ ପିଲାମାନେ। ଦେଖ ଲବମାନଙ୍କର ଯୋଗ ଫଳ ହେଲା, ମାନେ ଲବ ହେଲା 1 ଯୁକ୍ତ 1 ସମାନ 2/3। ଏମିତି ପିଲାମାନେ ଯୋଗ କରାଯାଏ ସମହର ଭଗ୍ନାଂଶ। ବୁଝିଲେ ପିଲାମାନେ? ଏଇଟା ଗୋଟେ ଛୋଟ ଉଦାହରଣ। ଆଉ ଟିକେ ବଡ଼ ଉଦାହରଣ ନେବା ହେଲା। ଆଉ ଗୋଟେ ପିଲାମାନେ ଉଦାହରଣ ନେବା। ଦେଖ 1/7 ଯୁକ୍ତ 1/7 ଯୁକ୍ତ 2/7 ଏମାନଙ୍କୁ ଯୋଗ କରିବା। କେମିତି ଯୋଗ କରିବା? କ'ଣ କୁହାଯାଇଛି ନା ସମହର କ'ଣ ଅଛି? ହର ସମାନ ଅଛି। ବୁଝିଲା ପିଲାମାନେ? ହର ସମାନ ଅଛି, ତାହେଲେ କ'ଣ କରିବା? ସାଧାରଣ ହର କେତେ ନେବା? ସାଧାରଣ ଆମ ସମାନ ଅଛି ହର, ସାଧାରଣ ହର କେତେ ଆମ 7। ତାର କ'ଣ କୁହାଯାଇଛି? ଲବମାନଙ୍କର ଯୋଗ ଫଳ। ଲବମାନଙ୍କର ଯୋଗ ଫଳ ଯୋଗ କର 1 1 2 ଟୋଟାଲ କର କ'ଣ ହେଲା? 4/7। ବୁଝିଲେ ପିଲାମାନେ? ହେଲା ଯୋଗ ଫଳ। ହେଲା, ସମହର କେମିତି ଯୋଗ କରାଯାଏ ତୁମେ ଜାଣିପାରିଲ କେମିତି ହେଉଛି। ଆଉ ଗୋଟିଏ ଛୋଟ ଉଦାହରଣ ନେବା। ଦେଖ ଆଉ ଗୋଟିଏ ଛୋଟ ଉଦାହରଣ ହେଲା। 1/9 2/9 5/9। ପିଲାମାନେ ତୁମେ ବର୍ତ୍ତମାନ ଯୋଗ କରିବା ପାଇଁ ଚେଷ୍ଟା କର। ଆରାମସେ ତୁମେ ଯୋଗ କରିପାରିବ। ପିଲାମାନେ ଦେଖ କ'ଣ କୁହାଯାଇଛି ନା ଲବମାନଙ୍କର ଯୋଗଫଳ ସାଧାରଣ ହର। ଦେଖିଲ ହର କ'ଣ ଅଛି ନା ସମାନ ଅଛି। କ'ଣ ହର ସମାନ ଅଛି, ତାହେଲେ କ'ଣ କରାଯିବ? ସାଧାରଣ ହର ନେଲି ଆମେ 9। ସାଧାରଣ ହର ନା, ଯେହେତୁ ହର ସମାନ ଅଛି ହେଲା, ତାହେଲେ କ'ଣ କରିବ? ସାଧାରଣ ହର 9, ତାହେଲେ କ'ଣ କରାହେବ? ଲବମାନଙ୍କର ଯୋଗଫଳ ଲବ 1 ଯୁକ୍ତ 2 ଯୁକ୍ତ 5 ଯୋଗ କର 5 6 7 8 କେତେ ହେଲା ନା 8/9। କେତେ ହେଲା ପିଲାମାନେ? 8/9। ଯଦି କୌଣସି ଗୁଣନୀୟକ ଦ୍ୱାରା ଯଦି କଟୁଛି ତଳ ଉପର, ତାହେଲେ ତୁମେ କାଟିବ। ଯଦି କଟୁ ନାହିଁ ତୁମେ କାଟିବ ନାହିଁ। ବୁଝିଲା ପିଲାମାନେ? ଏଇଭଳିଆ ଯୋଗ କରାଯାଏ। ଆଶା କରିବି ତୁମେମାନେ ବୁଝିପାରିଥିବ ସମହର କେମିତି ଯୋଗ କରାଯାଏ ବୋଲି। ବୁଝିଲା? ଯେତେ ବଡ଼ ବଡ଼ ସଂଖ୍ୟା ହେଲେ ବି ସମହର ଯୋଗ ସବୁଠୁ ସହଜ। ବୁଝିଲା? ଯଦି ସମାନ ହର ନଥିବ ତାହା ମଧ୍ୟ ଶିଖିବା। ସମାନ କରିବା ହର, ତାପରେ ଆମେ ଯୋଗ କରିବା। ହେଲା ପିଲାମାନେ ଦେଖ ସେକେଣ୍ଡ ପଏଣ୍ଟଟା କ'ଣ କହୁଛି? ଅସମାନ ହର ବିଶିଷ୍ଟ ଭଗ୍ନାଂଶ ମାନଙ୍କର ଯୋଗ। କ'ଣ ନା ଆମେ ପ୍ରଥମେ କ'ଣ ଶିଖିଲେ? ସମହର ଭଗ୍ନାଂଶ। ବର୍ତ୍ତମାନ କ'ଣ ଶିଖିବା? ହର ସମାନ ନଥିବ। କ'ଣ ନା ଅସମାନ ହର ବିଶିଷ୍ଟ। ହେଲା, କ'ଣ ନା ଦେଖ
ଭିନ୍ନ ଭିନ୍ନ ହର ବିଶିଷ୍ଟ ଭଗ୍ନାଂଶମାନଙ୍କର ଯୋଗ କ୍ରିୟାରେ ଭଗ୍ନାଂଶମାନଙ୍କୁ ସମହର ବିଶିଷ୍ଟ ଭଗ୍ନାଂଶରେ ପରିଣତ କରାଯାଏ। ଯୋଗ କରାଯାଇଥାଏ। କ'ଣ ନା ଭିନ୍ନ ଭିନ୍ନ ହର ବିଶିଷ୍ଟ ଭଗ୍ନାଂଶକୁ କ'ଣ କରାଯାଏ? ପ୍ରଥମେ ସମହରରେ ପରିଣତ କରାଯାଏ। ସମହରରେ ପରିଣତ କରିସାରିଲା ପରେ ତାପରେ କ'ଣ କରାଯାଏ? ଯୋଗ କରାଯାଏ। ହେଲା ନା ଯୋଗ ଫଳ ପ୍ରଥମ ଲବ ଗୁଣନ ଦ୍ୱିତୀୟ ହର ଯୁକ୍ତ ଦ୍ୱିତୀୟ ଲବ ଗୁଣନ ପ୍ରଥମ ହର ବାଏ ପ୍ରଥମ ହର ଗୁଣନ ଦ୍ୱିତୀୟ ହର। ବୁଝିଲେ? ଏଇ ଦୁଇଟି ପଏଣ୍ଟ ସମସ୍ତେ ପିଲାମାନେ ଲେଖି ରଖ। ପ୍ରଥମ ପଏଣ୍ଟକୁ ଲକ୍ଷ୍ୟ କର ସମସ୍ତେ। କ'ଣ କହୁଛି? ଭିନ୍ନ ଭିନ୍ନ ହର ବିଶିଷ୍ଟ ଭଗ୍ନାଂଶମାନଙ୍କର ଯୋଗ କ୍ରିୟାରେ ଭଗ୍ନାଂଶମାନଙ୍କୁ ସମହର ବିଶିଷ୍ଟ ଭଗ୍ନାଂଶରେ ପରିଣତ କରାଯାଏ। ଯୋଗ କରାଯାଇଥାଏ। କ'ଣ କରାଯାଏ? ଯଦି ଭଗ୍ନାଂଶର ହର ଭିନ୍ନ ଭିନ୍ନ ଥାଏ ତାକୁ ପ୍ରଥମେ କ'ଣ କରାଯାଏ? ସମହର କରାଯାଏ, ତାପରେ ଯୋଗ କରାଯାଏ। ହେଲା ଗୋଟିଏ ଏକ୍ଜାମ୍ପଲ ନେବା ପିଲାମାନେ। 1 ବିଭକ୍ତ 3 1 ବିଭକ୍ତ 4 ଆକୁ ତୁମେମାନେ ଯୋଗ କର ପିଲାମାନେ। ଯୋଗ କର ପିଲାମାନେ। 1 ବିଭକ୍ତ 3 1 ବିଭକ୍ତ 4 ତାହେଲେ କ'ଣ କରିବ ନା ସମାନ ହର ପରିଣତ କରିବ। କ'ଣ ନା ସମାନ ହର କରିବ, ତାପରେ ଯାଇକି ତୁମେ ଯୋଗ କରିବ। ବୁଝିଲେ ପିଲାମାନେ? ଦେଖ ସମାନ ହର କରିବାକୁ ହେଲେ ଆମର ହରମାନଙ୍କର କ'ଣ କରିବା? ଲସାଗୁ ନେବାକୁ ପଡ଼ିବ। କ'ଣ ନା ହରମାନଙ୍କର ଲସାଗୁ ନେବାକୁ ପଡ଼ିବ। ହରର ଲସାଗୁ ହେଲା 3 ଓ 4 ଲସାଗୁ ଆମକୁ ବାହାର କରିବାକୁ ପଡ଼ିବ। କ'ଣ ନା ଲସାଗୁ ବାହାର କରିବାକୁ ପଡ଼ିବ। ସମସ୍ତେ ପିଲାମାନେ କାଢ଼। କ'ଣ ନା 3 4 ଲସାଗୁ ପିଲାମାନେ କାଢ଼। ଦେଖିଲ କୌଣସି ଏକ ବ୍ୟତୀତ କୌଣସି ସଂଖ୍ୟା ଦ୍ୱାରା କଟୁ ନାହିଁ। କ'ଣ 1 ବ୍ୟତୀତ କୌଣସି ସଂଖ୍ୟା ଦ୍ୱାରା କଟୁ ନାହିଁ। ତାହେଲେ ଏଥିରେ କ'ଣ ଜାଣିଲ ନା ଯଦି କଟୁ ନାହିଁ ଲସାଗୁ କ'ଣ କରାଯାଏ ନା ସଂଖ୍ୟା ଗୁଡ଼ାକ ଗୁଣନ କରାଯାଏ। ହେଲା ତାକୁ କ'ଣ ସଂଖ୍ୟା ଗୁଡ଼ିକୁ ଗୁଣନ କରାଯାଏ। ତାହେଲେ ଗୁଣନ କର ପିଲାମାନେ 3 ଗୁଣନ 4 ତାହେଲେ କେତେ ହେବ? 3 ଗୁଣନ 4 ସମାନ 12। ତାହେଲେ ପିଲାମାନେ ଦେଖିଲ ଆମର ଲସାଗୁ କେତେ ବାହାରିଲା? 12। ତାକୁ ଆମେ କ'ଣ କରିବା ନା ସମହର କରିବା। ହେଲା ତାପରେ ଆମେ ଯୋଗ କରିବା। ଲସାଗୁ ପିଲାମାନେ ସମସ୍ତେ ମନେ ରଖ କେତେ ବାହାରିଲା? 12। ହେଲା ତାପରେ ଆମେ ଯୋଗ କରିବା ସମହର କରିକି। ତାହେଲେ କ'ଣ କରିବା? ସମହର କରିବା। ଦେଖ ପିଲାମାନେ 12 କରିବା ସବୁ ଦୁଇଟା ଯାକ ହରକୁ। ହେଲା 1 ବିଭକ୍ତ 3 ସହିତ କ'ଣ ଗୁଣନ କଲେ 12 ହେବ? ତୁମେ କହିବ କ'ଣ ନା 4 ଗୁଣନ କଲେ 12 ହେବ। ଯଦି ହରରେ 4 ଗଣିଲ ତାହେଲେ ଲବରେ ମଧ୍ୟ 4 ଗୁଣନ କରିବାକୁ ପଡ଼ିବ। ବୁଝିଲା ପିଲାମାନେ? ତାପରେ ଯୁକ୍ତ ଚିହ୍ନ ଦିଅ। ତାପରେ କ'ଣ କରିବ? 4 ସହିତ 1 ବିଭକ୍ତ 4 4 ସହିତ କେତେ ଗୁଣନ କଲେ 12 ହେବ ପିଲାମାନେ? ତୁମେ କହିବ ନା 3 ଗୁଣନ କଲେ 12 ହେବ। ହେଲା ତ ଯଦି ଆମେ ହରରେ 3 ଗୁଣନ କରୁଛେ ଆମେ ଲବରେ ମଧ୍ୟ 3 ଗୁଣନ କରିବା। ବୁଝିଗଲା? ତାପରେ ବର୍ତ୍ତମାନ ହେବ 4 3 4 ଗୁଣନ କଲେ ହେଉଛି ଆମର 12 ଯୁକ୍ତ ଏଠି ବି କେତେ ହେଲା? 1 ସହିତ 3 ଗୁଣନ କଲେ 3 ଏ କେତେ ହେଲା? 12। ବର୍ତ୍ତମାନ ଦେଖ ପିଲାମାନେ ସମହର ହେଇଗଲା। କ'ଣ ନା ସମହର ହେଇଗଲା। ତାପରେ କ'ଣ କରିବ ଜାଣିଛ ସମହର କଲେ ନା ସାଧାରଣ ହରକୁ ଆମେ ତୁମେ ଲେଖିବ, ତାପରେ ଲବ ଗୁଡ଼ିକୁ ଯୋଗ କରିବ। ହେଲା କେତେ ହେଲା ପିଲାମାନେ? 7 ବିଭକ୍ତ 12। ବୁଝିଲା ପିଲାମାନେ? 7 ବିଭକ୍ତ 12। ଏତିକି ପର୍ଯ୍ୟନ୍ତ କେଉଁ ପିଲାମାନେ ତୁମେ ବୁଝିପାରିଲ ନାହିଁ? ଆଉ ଥରେ ମୁଁ କହିଦେଉଛି ଦେଖ। ହର ସମାନ ନଥିଲା ପିଲାମାନେ ତାକୁ ଆମେ ଲସାଗୁ ନେଲୁ। ହରମାନଙ୍କର ଲସାଗୁ ନେଲୁ। ଲସାଗୁ କେତେ ହେଲା ପିଲାମାନେ? 12। ସେଥିପାଇଁ ଆମେ 12 ବନେଇବା ପାଇଁ ଆମେ ହର ଗୁଡ଼ିକୁ ଆମେ ଗୁଣନ କଲୁ। ହେଲା ତ ଏଠି ଆମେ ହର ଯେତିକି ଆମେ ଗୁଣନ କଲି ଲବ ସେତିକି ଆମେ ଗୁଣନ କଲୁ। ହର ସହିତ ଯେତିକି ଆମେ ଗୁଣନ କରୁଛୁ ଲବ ସହିତ ମଧ୍ୟ ସେତିକି ଗୁଣନ କଲୁ। ତାହେଲେ କ'ଣ ନା ସମହର ବିଶିଷ୍ଟ ଭଗ୍ନାଂଶ ଆମେ ବନେଇଲୁ ବା ପରିଣତ କଲୁ। ତାପରେ ଆମେ ଯୋଗ କଲୁ। ବୁଝିଲା ପିଲାମାନେ? ଆଉ ଗୋଟିଏ ଏକ୍ଜାମ୍ପଲ ନେବା। ପିଲାମାନେ ଛୋଟ ଉଦାହରଣ 1 ବିଭକ୍ତ 2 ଯୁକ୍ତ 1 ବିଭକ୍ତ 4। ଦେଖ ପିଲାମାନେ ଏଠାରେ ମଧ୍ୟ ହର ଅସମାନ ଅଛି, ହର ଭିନ୍ନ ଅଛି। ପିଲାମାନେ ହର ଭିନ୍ନ ଅଛି କିନ୍ତୁ ଆମେ ଲସାଗୁ ନେବା। ଲସାଗୁ ନେଇ ସାରିଲା ପରେ କ'ଣ କରିବା ନା ହର ଗୁଡ଼ିକୁ ସମାନ କରିବା। କ'ଣ ନା ହର ଗୁଡ଼ିକୁ ସମାନ କରିବା। ପିଲାମାନେ ଦେଖ 2 ଓ 4ର ଲସାଗୁ କେତେ ବାହାରିବ ପିଲାମାନେ ଜାଣିଛ? 2
4 ଲସାଗୁ ପିଲାମାନେ ଦେଖ 2 1 2 2 2 4 ତାହେଲେ ଲସାଗୁ ଆମର କେତେ ବାହାରିଲା ପିଲାମାନେ ଲସାଗୁ ପିଲାମାନେ 2 ଗୁଣନ 1 ଗୁଣନ 2 ସମାନ 4 ଆମର ଲସାଗୁ କେତେ ବାହାରିଲା ପିଲାମାନେ 4 ହେଲା ଲସାଗୁ ଆମର ହେଲା 4 ତାହେଲେ ଆମେ କ'ଣ କରିବା ଗୋଟେ ଯଦି ଅଛି ଆମର 4 ଗୋଟିଏ ହରର ଅଛି କେତେ 4 ୟାକୁ ଏଠି 2 ଆକୁ ଆମେ କ'ଣ କରିବା ନା ସମାନ କରିବା ୟା ସହିତ ଆମେ ସମାନ କରିବା ଯଦି ଆମେ ସମାନ କରିବା କ'ଣ କରିବାକୁ ପଡ଼ିବ ନା ଗୁଣନ କରିବାକୁ ପଡ଼ିବ ତାହେଲେ ଏଠି ହରରେ କେତେ ଗୁଣନ କଲେ ଆମର 4 ଆସିବ ତାହେଲେ ତୁମେ କହିବ 2 ଗୁଣନ କଲେ 4 ଆସିବ ତାହେଲେ ଲବ ସହିତ ମଧ୍ୟ 2 ଗୁଣନ କରିବାକୁ ପଡ଼ିବ ତାହେଲେ ଆମର କେତେ ହେଲା 2 ବିଭକ୍ତ 4 ହେଲା ତାହେଲେ 2 ବିଭକ୍ତ 4 ହେଲା ତାହେଲେ ବର୍ତ୍ତମାନ ଯୋଗ କର गोटे 1 विभक्त 4 आउ बर्तमान 2 विभक्त 4 जोग कर 2 विभक्त 4 युक्त 1 विभक्त 4 ताने बर्तमान कौन है ना हर सामान हो गला हर सामान हो गला बर्तमान कौन जोग हम है लव गुड़िकर जोग ताने 3 विभक्त 4 बाहर जापार पे केमी है आराम से तुम्हें कर जिते कड़ा बड़ बड़ भग्नांश थे भी तुम्हें जोग कर 1 विभक्त 4 युक्त 5 युक्त 7 पिला माने डाकू तुम्हें जोग कर 1 विभक्त 4 युक्त 5 विभक्त 7 पिला माने जोग कर कौन कर ना हर समान नहीं कौन ना हर गुड़ी को समान नहीं है जदि हर गुड़ी को समान नहीं आम कौन करवा ना लसागु नवा जदि लसागु बाहर ना ना कौन सी संख्या द्वारा यदि कटु ना तुम्हें कौन कर ना यही नियमटी को प्रयोग कर कौन कर प्रथम हर गुण द्वितीय हर कौन ना प्रथम हर गुण द्वितीय हर कर देख प्रथम हर गुण द्वितीय हर तापर कौन कर प्रथम लव सहित द्वितीय हर को गुणन कर प्रथम लव गुणन द्वितीय हर द्वितीय के 7 है युक्त द्वितीय लव सहित प्रथम हर द्वितीय लव सहित प्रथम हर को गुणन कर द्वितीय लव गुणन प्रथम हर है बर्तमान लेख ये के गुणन कर 28 के 7 चौक 28 पिला 7 चौक 28 ये 7 1 7 युक्त 5 चौक 20 के पे 5 चौक 20 बर्तमान तुम्हें जोग कर के ये 27 ये 28 बाहर पे देख बर्तमान बाहर जदि कौन सी संख्या द्वारा हर और लव यदि कटे तुम्हें काटी पार है पिला माने एटा को तुम्हें जोग कर 7 विभक्त 8 युक्त 5 विभक्त 9 जोग कर पिला माने कौन कर प्रथमे प्रथम हर सहित द्वितीय हर को गुणन कर प्रथम हर सहित द्वितीय हर को तुम्हें गुणन कर जदि कौन सी गुणनयक द्वारा कटु ना है तापर कौन कर डायरेक्ट से संख्या गुड़ी को गुणन कर जदि लसागु बाहर ना है तार कौन कर प्रथम लव सहित द्वितीय हर प्रथम लव सहित द्वितीय हर प्रथम लव सहित द्वितीय हर युक्त तार कौन कराला द्वितीय लव सहित प्रथम हर है तार बर्तमान तुम्हें गुणन कर 8 नुआ 72 पिला माने तापर ये 7 नुआ 63 युक्त 5टा 40 पिला माने बर्तमान कर हर को हर आसला कौन है केते को पिला माने 103 केते बाहर पिला माने 103 बाहर आशा करी तुमने जोग पूरा बुझी समहर भग्नांश जदि भिन्न हर थी आम कौन करवा हर गुड़ी को सामान कर जोग करवा हर गुड़ी को सामान करने आम कौन करा पड़ो ना लसागु नेबाकू पड़ो हर मानकर लसागु नेबाकू पड़ो
ଯଦି ହରମାନଙ୍କର ଲସାଗୁ ବାହାରୁ ନାହିଁ ତାହେଲେ କ'ଣ କରାଯିବ ନା ହରମାନଙ୍କୁ ଗୁଣନ କରାଯିବ। ହରମାନଙ୍କୁ ଗୁଣନ ଫଳ ହିଁ ତାଙ୍କର ଲସାଗୁ। ଲସାଗୁ ଜାଣିଛ ପିଲାମାନେ, ଲସାଗୁ କାହା କୁହାଯାଏ ନା ଗୁଣିତକ କୁହାଯାଏ ହେଲା। ଗୁଣିତକ ହେଲା ଲସାଗୁ, ତାଙ୍କର ଗୁଣନ କଲେ ଯାହା ଗୁଣନଫଳ ସେଇଟା ହିଁ ତାଙ୍କର ଲସାଗୁ ହେଲା। ସେଥିପାଇଁ ତୁମେ ଯଦି ଲସାଗୁ ବାହାରୁଛି ତାହେଲେ ଲସାଗୁ କାଢ଼ିବ, ଯଦି ଲସାଗୁ ବାହାରୁ ନାହିଁ ତାହେଲେ ହର ଗୁଡ଼ିକୁ ଗୁଣନ କରିବ। ଗୁଣନ କରିସାରିଲା ପରେ କ'ଣ କରିବ ନା ଲବ ଗୁଡ଼ିକୁ ଯୋଗ କରିବ ହେଲା। ଦେଖ ଦୁଇଟା ଯାକ ପଏଣ୍ଟ ତୁମକୁ ମୁଁ ବୁଝେଇଲି। ଏଇଟା ମଧ୍ୟ ତୁମେ ସମହର ପରିଣତ କରିକି ଯୋଗ କରିଲ, ଏଇଟା ମଧ୍ୟ ତୁମେ ଏଇ ପ୍ରକାର ତୁମେ ଯୋଗ କରିପାରିବ। ସବୁ ପ୍ରକାର ଯୋଗ ତୁମକୁ ବୁଝେଇଥିଲି ପିଲାମାନେ, ତୁମେ ମଧ୍ୟ ବୁଝିପାରିଥିବ। ତାହେଲେ ବର୍ତ୍ତମାନ ଯିବା ମିଶ୍ର ଭଗ୍ନାଂଶକୁ କେମିତି ଯୋଗ କରିବା। ମିଶ୍ର ଭଗ୍ନାଂଶ ପିଲାମାନେ ଏହିପରି ହିଁ ଯୋଗ କରାଯାଏ ହେଲା। ମିଶ୍ର ଭଗ୍ନାଂଶ ମଧ୍ୟ ଏମିତି ହିଁ ଯୋଗ କରାଯାଏ, କିଛି ବ୍ୟସ୍ତ ହେବା ନାହିଁ ପିଲା, ଏମିତି ହିଁ ଯୋଗ କରିବା। ଚାଲ ସେ ମିଶ୍ର ଭଗ୍ନାଂଶ ମଧ୍ୟ ଦୁଇ ତିନିଟା ଯୋଗ କରିବା ଭଗ୍ନାଂଶ। ଚାଲ ସମସ୍ତେ ଲେଖ ପିଲାମାନେ। ବର୍ତ୍ତମାନ ମିଶ୍ର ଭଗ୍ନାଂଶକୁ ଆମେ ଯୋଗ କରିବା ହେଲା। ଆମେ ପ୍ରକୃତ ଭଗ୍ନାଂଶକୁ ଆମେ ଯୋଗ କରିବା ଶିଖିଲେ ହେଲା। ବର୍ତ୍ତମାନ କ'ଣ କରିବା ନା ମିଶ୍ର ଭଗ୍ନାଂଶକୁ ଯୋଗ କରିବା। ମିଶ୍ର ଭଗ୍ନାଂଶକୁ ଯୋଗ କରିବାର ଦୁଇଟା ତାରିକା ରହିଛି। ଗୋଟିଏ ହେଲା ମିଶ୍ର ଭଗ୍ନାଂଶକୁ ଅପକୃତ ଭଗ୍ନାଂଶ କରିକି ଆମେ ଯୋଗ କରିପାରିବା ହେଲା, ନଚେତ୍ ଆମେ ଡାଇରେକ୍ଟ ମିଶ୍ର ଭଗ୍ନାଂଶକୁ ଆମେ ଯୋଗ କରିବା ହେଲା। ଲେଖ ସମସ୍ତେ ପିଲାମାନେ ମିଶ୍ର ଭଗ୍ନାଂଶ। ମିଶ୍ର ଭଗ୍ନାଂଶର ଯୋଗ ହେଲା କ'ଣ ନା ମିଶ୍ର ଭଗ୍ନାଂଶର ଯୋଗ। ମିଶ୍ର ଭଗ୍ନାଂଶ କେମିତି ଯୋଗ କରାଯାଏ ହେଲା। ସମସ୍ତେ ଜାଣିଛ ପିଲାମାନେ ହର ଗୁଡ଼ିକୁ ସମାନ କରାଯାଏ ହେଲା। ଆମେ କ'ଣ କରିବା ହର ଗୁଡ଼ିକୁ ସମାନ କରି ମଧ୍ୟ କରିବା। ପ୍ରଥମେ କ'ଣ କରିବା ମିଶ୍ର ଭଗ୍ନାଂଶକୁ, ମିଶ୍ର ଭଗ୍ନାଂଶକୁ ପ୍ରଥମେ ଅପକୃତ ଭଗ୍ନାଂଶରେ ପରିଣତ କରିବା, ତାପରେ ଆମେ ଯୋଗ କରିବା। ପ୍ରଥମେ ଦେଖ ପିଲାମାନେ ୟାକୁ କ'ଣ କରିବ ନା ଅପକୃତ ଭଗ୍ନାଂଶରେ ପରିଣତ କର। କ'ଣ ଅପକୃତ ଭଗ୍ନାଂଶରେ ପରିଣତ କରିବାକୁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ, ପ୍ରଥମେ ହର ଆମେ ଲେଖିବା, ହରକୁ ହର ଆମେ ଯେତିକି ଅଛି ସେତିକି ଆମେ ହରକୁ ଲେଖିବା। ତାପରେ ହର ସହିତ ଆମେ ପୂର୍ଣ୍ଣ ସଂଖ୍ୟାକୁ ଗୁଣନ କରିବା, ତାପରେ ଆମେ ଲବକୁ ଯୋଗ କରିବା। ତାହେଲେ କ'ଣ କରିବା ଲବ ସହିତ ପୂର୍ଣ୍ଣ ସଂଖ୍ୟା ସହିତ ହରକୁ ଆମେ ଗୁଣନ କଲେ ଯୁକ୍ତ ଲବକୁ ଆମେ ଲେଖିଲେ, ବୁଝିଲେ। ଯୁକ୍ତ ଦେଖିବା 2 କ'ଣ କରିବା ନା ପୂର୍ଣ୍ଣ ସଂଖ୍ୟା ସହିତ ଆମେ ହରକୁ ଗୁଣନ କରିବା, ତାପରେ କ'ଣ କରିବା ଲବକୁ ଯୋଗ କରିବା, ବୁଝିଲା ପିଲାମାନେ। ତାପରେ କ'ଣ କରିବା ହର ଆମର 4, ଦେଖ 4 1 4 3 କେତେ ହେଲା ଆମର 7, ଯୁକ୍ତ ଆମର ହର କେତେ ଅଛି ନା 2 ଅଛି। ଏଟା ଦେଖ 2 2 4 1 5 କେତେ ଆମର ପିଲା ବାହାରିଲା, କେତେ ଆମର ବାହାରିଲା ପିଲାମାନେ ଦେଖ ଅପକୃତ ଭଗ୍ନାଂଶ ଆମେ ଦୁଇଟି ଆମେ ପାଇଲେ 7 ବିଭକ୍ତ 4 5 ବିଭକ୍ତ 2, ବୁଝିହେଲା ପିଲାମାନେ। ବର୍ତ୍ତମାନ ଆମେ କ'ଣ କରିବା ନା ବର୍ତ୍ତମାନ ହରମାନଙ୍କର ଲସାଗୁ କାଢ଼ିବା। ସମସ୍ତେ ଜାଣିଛ ପିଲାମାନେ ହରମାନଙ୍କର ଲସାଗୁ କେତେ ହେଲା 4 ଓ 2ର ଜାଣିଛ 4 ହିଁ ହେବ ହେଲା। ତାପରେ ବର୍ତ୍ତମାନ କ'ଣ କରିବା ନା ଯେହେତୁ ଆମର କେତେ ହେଲା ଲସାଗୁ ଆମର 4, ଲବ ସହିତ ଆମେ ଦେଖ କ'ଣ କରିବା ନା ହେଲେ ଲସାଗୁ ହେଲା 4, ହର 4, ୟାର ହର ହେଲା 4, ଇଏ କେତେରେ କଟିବ ନା 1ରେ କଟିବ। ତାହେଲେ ଆମେ ଲବ ସହିତ ଆମେ କେତେ ଗୁଣନ କରିବା 1 ଗୁଣନ କରିବା, ବୁଝିଲେ ପିଲାମାନେ। ତାର ଦେଖ କେତେରେ କଟିବ 2 2 4 କେତେ ଗୁଣ ନା 2, ତାହେଲେ ଆମେ ଲବ ସହିତ ଆମେ 2 ଗୁଣନ କରିବା। ଦେଖ ପିଲାମାନେ ଲବ ସହିତ ଆମେ 2 ଗୁଣନ କରିବା। ତାହେଲେ ବର୍ତ୍ତମାନ କ'ଣ କରିବା ଗୁଣନ କର କେତେ ହେଲା ଇଏ ହେଲା 7 ଯୁକ୍ତ ଇଏ ହେଲା 10, ଇଏ ହେଲା 4, ତାର ବର୍ତ୍ତମାନ ଯୋଗ କର କେତେ ହେଲା ନା 17 ବିଭକ୍ତ 4, ଇଆ ଉତ୍ତର ନୁହେଁ। ବର୍ତ୍ତମାନ କ'ଣ ଅଛି ଅପକୃତ ଭଗ୍ନାଂଶ, ତାକୁ ଆମେ କାଟିବା, ବୁଝିଲେ ପିଲାମାନେ। କାଟିବାକୁ ହେଲେ ଆମକୁ କ'ଣ କରିବାକୁ, ତାପରେ କ'ଣ କରାଯିବ ପିଲାମାନେ ଦେଖ
ଲବକୁ ଆମେ ହର ଦ୍ୱାରା ଭାଗ କରିବାକୁ ପଡ଼ିବ। ହର ଦ୍ୱାରା ଆମେ ଭାଗ କରିବା। ଦେଖ 4 ଚଉକ 16 କେତେ ଉଳିବ 1। ଇଏ ହେଲା ଭାଜକ, ଇଏ ହେଲା ଭାଗଫଳ, ଇଏ ହେଲା ଭାଗଶେଷ। ଆକୁ ଆମେ କେମିତି ଲେଖିବା ନା ଭାଜକକୁ ଆମେ ହର ମାନିବା, ମାନେ ହର ହିଁ ଲେଖିଲେ, ଆଉ ଭାଗଫଳକୁ ଆମେ କ'ଣ କରିବା ପୂର୍ଣ୍ଣ ସଂଖ୍ୟା ହିସାବରେ ଲେଖିବା, ଆଉ ଭାଗଶେଷକୁ ଆମେ ଲବ ଆକାରରେ ଆମେ ଲେଖିବା। ଇଏ ହେଲା ଆମର ଉତ୍ତର ପିଲାମାନେ, ଜାଣିପାରିଲ? ଇଏ ହେଲା ଆମର ଉତ୍ତର 4 ପୂର୍ଣ୍ଣ 1 ବିଭକ୍ତ 4। ବୁଝିଲା? ଏଇଟା ହେଲା ପ୍ରଥମ ପ୍ରଣାଳୀ। ତାପରେ ସେକେଣ୍ଡ ପ୍ରଣାଳୀରେ କେମିତି ଯୋଗ କରାଯାଏ ପୂର୍ଣ୍ଣ ମାନେ ମିଶ୍ର ଭଗ୍ନାଂଶକୁ ବର୍ତ୍ତମାନ କରିବା। ଏଇ ଭଗ୍ନାଂଶକୁ ହିଁ ଆମେ କେମିତି ଯୋଗ କରାଯାଏ ଦ୍ୱିତୀୟ ପ୍ରଣାଳୀରେ ତାହା ମଧ୍ୟ ଶିଖିବା। ହେଲା? କ'ଣ ହେଲା ପିଲାମାନେ? ଭଗ୍ନାଂଶର ବିୟୋଗ। ସେଇ ସେମ୍ ଯୋଗ ଯେମିତି କରୁଥିଲେ ଆମେ ପିଲାମାନେ, ସେମିତି ବିୟୋଗ ମଧ୍ୟ କରିବା। କ'ଣ କରାଯାଏ ପ୍ରଥମେ ନା ହରମାନଙ୍କୁ ସମହର କରାଯାଏ, ତାପରେ ଯାଇକି ବିୟୋଗ କରାଯାଏ। ହେଲା? ଯୋଗରେ ଆମେ ଯେମିତି କରୁଥିଲେ ସେମିତି ଖାଲି ଯୋଗ ଜାଗାରେ ଆମେ କ'ଣ କରିବା ବିୟୋଗ କରିବା। ହେଲା? ଦେଖ 5 ବିଭକ୍ତ 6 ବିୟୋଗ 3 ବିଭକ୍ତ 4। ଜାଣିଛ ପିଲାମାନେ, ପ୍ରଥମେ ଲସାଗୁ ବାହାର କରାଯାଏ। କ'ଣ ନା ଲସାଗୁ ବାହାର କରାଯାଏ। 6 4 ଲସାଗୁ ପିଲାମାନେ ଜାଣିଛ 12। ୟା ଲସାଗୁ କେତେ ହେବ 12। ଆମେ କ'ଣ କଲେ ଲସାଗୁ 12 ନେଲେ, ହର ଆମେ ବନେଇଲେ 12। ଯଦି ଆମେ ହର ବନେଇଲେ ଏହା କେତେ ଦ୍ୱାରା କଟୁଛି ପିଲାମାନେ ତୁମେ କହିବ 2 ଦ୍ୱାରା କଟୁଛି। ହେଲା? 2କୁ କ'ଣ କରିବା ନା ଲବ ସହିତ ଆମେ ଗୁଣନ କରିବା। ହେଲା? 5 ଗୁଣନ 2 ବିୟୋଗ କେତେଟା କଟୁଛି ପିଲାମାନେ ତୁମେ କହିବ 3ରେ କଟୁଛି। ତାହେଲେ ଲବ ସହିତ ଆମେ 3 ଗୁଣନ କରିବା। ଦେଖ ପିଲାମାନେ ବର୍ତ୍ତମାନ କେତେ ଆସୁଛି? ଦେଖ ପିଲାମାନେ ହର ଆସିବ 12, ତାର ଗୁଣନ କର। ଇଏ ହେଲା 10 ବିୟୋଗ ଇଏ ହେଲା 9। 10ରୁ 9 ଗଲେ 1 ବିଭକ୍ତ 12 ପିଲାମାନେ କେତେ ବାହାରିଲା 1 ବିଭକ୍ତ 12। ବୁଝିଲା ପିଲାମାନେ? ଆଉ ଗୋଟିଏ ଉଦାହରଣ ନେବା। ହେଲା? ଯୋଗ ଯେମିତି ବିୟୋଗ ମଧ୍ୟ ସେମିତି। ହେଲା? ଖାଲି ଯୋଗ ଜାଗାରେ ତୁମେ କ'ଣ କରିବ ବିୟୋଗ କରିବ। 5 ବିଭକ୍ତ 7 ବିୟୋଗ 1 ବିଭକ୍ତ 3। ଦେଖ ପିଲାମାନେ କେମିତି ହେବ? ଦେଖିଲେ କଟିବ ନାହିଁ। ତାହେଲେ କ'ଣ କରିବ ନା ଗୁଣନ କରିବ ହର ଗୁଡ଼ିକ। ତାର ଜାଣିଛେ ଆମେ ପ୍ରଥମ ଲବ ସହିତ ଦ୍ୱିତୀୟ ହରକୁ ଗୁଣନ କରିବା ବିୟୋଗ। ଦ୍ୱିତୀୟ ଲବ ସହିତ ଆମେ ପ୍ରଥମ ହରକୁ ଗୁଣନ କରିବା। ହେଲା? ଦେଖ ତାପରେ 15 ବିୟୋଗ 7 21। 15ରୁ 7 ଗଲେ ହେଲା 8 ହେଲା 21। ଦେଖ ପିଲାମାନେ ବର୍ତ୍ତମାନ କଟୁଛି କି ନାହିଁ? ଯଦି କୌଣସି ସଂଖ୍ୟା ଦ୍ୱାରା କଟୁନାହିଁ ତାହେଲେ ଇଏ ହିଁ ଉତ୍ତର। ହେଲା? ଆଶା କରିବି ପିଲାମାନେ ଯୋଗ ବୁଝିପାରିଛ ମାନେ ବିୟୋଗ ମଧ୍ୟ ବୁଝିପାରିବ। ହେଲା? ଆଶା କରି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଥିବ ଆପଣମାନଙ୍କୁ। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବ ନାହିଁ। ବହୁତ ବହୁତ ତୁମମାନଙ୍କୁ ଧନ୍ୟବାଦ।